ସାଇକୋଲୋଜି କହିଥାଏ ଯଦି ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ବା ଠିକ୍ ଭାବରେ ଠିଆ ହୋଇ ରହୁନାହିଁ, ତେବେ ଏହି ଉପାୟଟି ନିଶ୍ଚୟ କରନ୍ତୁ। ଗେହିବାର 1 ଘଣ୍ଟା ପୂର୍ବରୁ ପ୍ରଥମେ ନିଜ ବାଣ୍ଡଟିକୁ ହେଟିକିରି ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ଏହାପରେ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ ଓ ଶୁଖିଗଲା ପରେ 10 ବୁନ୍ଦା ଗୁଜୁରାତି ତେଲ ଓ 10 ବୁନ୍ଦା ନଡ଼ିଆ ତେଲକୁ ନେଇ ଭଲ ଭାବରେ ମିଶାଇ ନିଜ ବାଣ୍ଡଟି ଉପରେ ଧୀରେ ଧୀରେ ତଳୁ ଉପରକୁ ଓ ଉପରରୁ ତଳୁ କରି 5 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ ଓ ମାଲିସ କରିବାର 15 ମିନିଟ୍ ପରେ ଗେହିବାକୁ ଯାଆନ୍ତୁ। ଏହାଦ୍ୱାରା ଆପଣଙ୍କର ରାତି ସାରା ଟାଇଟ୍ ଓ ପାଣି ବି ବହୁତ ଡେରିରେ ବାହାରିବ। ସାଇକୋଲୋଜି କହିଥାଏ ଯେତେବେଳେ ବି ଶାରୀରିକ ସମ୍ପର୍କ ବନାଉଥିବା ସମୟରେ ମହିଳାଙ୍କ ବିଆ ଭିତରକୁ ବାଣ୍ଡଟି ପୁରାଉଛନ୍ତି, ତେବେ ସବୁବେଳେ ଉପର ଆଡ଼କୁ ମୋଡ଼ିକି ପୁରାନ୍ତୁ, କାରଣ ଏହାଦ୍ୱାରା ମହିଳାଙ୍କୁ ଅଧିକ ଘର୍ଷଣ ଅନୁଭବ ହୋଇଥାଏ ଓ ସେହି ମହିଳା ସାଥୀ ସବୁଠାରୁ ଅଧିକ ମଜା ବି ନେଇଥାନ୍ତି ଓ ବହୁତ ଜଲ୍ଦି ସନ୍ତୁଷ୍ଟ ମଧ୍ୟ ହୋଇଯାଇଥାନ୍ତି। ସାଇକୋଲୋଜି କହିଥାଏ କୌଣସି ମହିଳାଙ୍କ ପଛଭାଗ ସେତେବେଳେ ବଢ଼ିଥାଏ ଯେତେବେଳେ ସେ କୌଣସି ପୁରୁଷଙ୍କ ସହିତ ନିୟମିତ ଭାବରେ ଶାରୀରିକ ସମ୍ପର୍କ ବନାଇଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ଓ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ବିଷୟରେ ଖୋଲିକି କଥା ହୋଇଥାନ୍ତି, ତେବେ ସେ ବାସ୍ତବରେ ନିଜ ଜୀବନରେ ଖୁସିରେ ରହିଥାନ୍ତି। ସାଇକୋଲୋଜି କହିଥାଏ ମାନ ଅଭିମାନ କେବେ ବି ଏତେ ଲମ୍ବା ହେବା ଉଚିତ ନୁହେଁ କି ମଣିଷ ମରିଯାଇଥିବ ଓ ମାନ ଅଭିମାନ ରହିଯାଇଥିବ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜର ବାଣ୍ଡଟିକୁ ସବୁଦିନ ପାଇଁ ଗେହିବା ସମୟରେ ଘୋଡ଼ା ଭଳି ସିଧା ଓ ଶକ୍ତ ବନାଇବାକୁ ଚାହୁଁଛନ୍ତି, ତେବେ ଏହି ଗୋଟିଏ ଘରୋଇ ଉପାୟ ଆପଣାନ୍ତୁ। 4-5ଟି ଖଜୁରୀ ରାତିରେ ପାଣିରେ ବତୁରାଇ ରଖନ୍ତୁ ଓ ସକାଳେ ସେହି ଖଜୁରୀ କୁଳିରୁ ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ। ଏହାପରେ 1 ଗ୍ଲାସ୍ କ୍ଷୀର ସେହି ଖଜୁରୀ ମିଶାଇ ଫୁଟାନ୍ତୁ ଓ ଭଲ ଭାବରେ ଫୁଟିଗଲା ପରେ ଏହାକୁ ଗୋଟେ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାକୁ ଉଷୁମ ଉଷୁମ ଖାଲି ପେଟରେ ପିଅନ୍ତୁ। ଏମିତି ପ୍ରତିଦିନ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯଦି ନିଜ ଲୋକଙ୍କୁ ହଇରାଣ କରି ଆପଣଙ୍କୁ ଜିତିବା ଲାଗୁଥାଏ, ତେବେ ବୁଝିଯାଆନ୍ତୁ କି ଆପଣ ବହୁତ ଖରାପ ଲୋକ ଅଟନ୍ତି। ସାଇକୋଲୋଜି କହିଥାଏ ଯିଏ ଚାଲାକ ବନି ଅନ୍ୟର ମନ ହୃଦୟ ସହିତ ଖେଳିଥାନ୍ତି, ବିଶ୍ୱାସ କରନ୍ତୁ ସେ ଗୋଟେ ଦିନ ନିଜେ ଖେଳନା ବନି ରହିଯାଇଥାନ୍ତି।